नमस्कार दर्शक बंधु, चलतु जान आज किसी टॉप न्यूज। ନୂଆପଡ଼ା ପଲିଟିକ୍ସ ବିଜେଡିକୁ ଜୟ ଢୋଲକିଆଙ୍କ ସାଂଘାତିକ ନିଶାନା। କାଲି ପ୍ରଚାରକୁ ଓହ୍ଲାଇବେ ନବୀନ ପଟ୍ଟନାୟକ। ବାପା ପଡ଼ିଥିଲେ ରୋଗ ଶଯ୍ୟାରେ, ପଚାରିଲାନି ବିଜେଡି। ସହଯୋଗ ଦୂରେ ଥାଉ, ଆହା ପଦେ କହିଲେନି ନବୀନ, ଯେଉଁଥିପାଇଁ ସେ ଦଳରୁ ମୁହଁ ଫେରାଇଲେ। ନିର୍ବାଚନ ସଭାରେ ଭାଷଣ ବେଳେ ପ୍ରଥମ ଥର ପାଇଁ ଏମିତି ମନର ବ୍ୟଥା ବଖାଣିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। କହିଛନ୍ତି, ଯେଉଁ ନେତା ପାର୍ଟି ପାଇଁ ଜୀବନ ସାରା ସମର୍ପିତ ଥିଲେ, ତାଙ୍କୁ ଦଳର ନେତା ନା ଫୋନ୍ କଲେ ନା ସହଯୋଗ। ଏମିତିକି ବାପାଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକକୁ ପୁଅ ହୋଇ ବି ମୋତେ ଡକାଯାଇ ନଥିଲା। ବାପାଙ୍କ ସ୍ୱପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା। ତେଣୁ ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ବିଜେପିକୁ ଆସିଲି ବୋଲି କହିଛନ୍ତି ଜୟ। ଯାହାକୁ ନେଇ ସରଗରମ ନୂଆପଡ଼ା ରାଜନୀତି। ହେଲେ ବିଜେଡି ଜୟଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛି। ଟପିଗଲେ ନୃଶଂସତାର ସବୁ ସୀମା। ସାମାନ୍ୟ ବ୍ରେଡ୍ ପାଇଁ ବଳଦକୁ ଛୁରୀ ଭୁଷି ଦେଲେ ଶିବ। ନୃଶଂସ, ବୀଭତ୍ସ ଓ ଭୟାନକ। ଯେତେ ନିନ୍ଦା କଲେ ବି କମ୍ ପଡ଼ିବ ଶବ୍ଦ। ଦିନର ଜନଗହଳି ଭିତରେ ହଜିଯାଇଛି ମାନବିକତା। ସାମାନ୍ୟ ବ୍ରେଡ୍ ପାଇଁ ମଣିଷ ହୋଇଛି ରକ୍ତମୁଖା। 10 ଟଙ୍କାର ବ୍ରେଡ୍ ପାଇଁ ଜଣେ ଦୋକାନୀ ବଳଦକୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଅମାନୁଷିକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅଞ୍ଚଳରେ, ଯାହାକୁ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହୀରାକୁଦ ସହର ଦୈନିକ ବଜାରରେ ଏଭଳି କାଣ୍ଡ ଭିଆଇ ବନ୍ଧା ହୋଇଛନ୍ତି ତେଜରାତି ଦୋକାନୀ ଶିବ ମହାନ୍ତି। ଶିବଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ହୀରାକୁଦ ଥାନା ପୋଲିସ। ଟିମ୍ ଇଣ୍ଡିଆର ସୁନ୍ଦର ବିଜୟ। ଅଷ୍ଟ୍ରେଲିଆକୁ 5 ୱିକେଟରେ ହରାଇଲା ଭାରତ। ଭାରତ ଅଷ୍ଟ୍ରେଲିଆ ତୃତୀୟ ଟି-20 ମ୍ୟାଚରେ ଭାରତର ବଡ଼ ବିଜୟ। ଅଷ୍ଟ୍ରେଲିଆକୁ 5 ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ। ୱାଶିଂଟନ ସୁନ୍ଦରଙ୍କ ଧୁଆଁଧାର 49 ରନ୍ ଫଳରେ ଭାରତ ଏହି ମ୍ୟାଚରେ ବିଜୟ ଲାଭ କରିଛି। ଏହି ବିଜୟ ସହ 5 ଟିକିଆ ସିରିଜର 3ଟି ମ୍ୟାଚ୍ ପରେ ଏବେ ସିରିଜ 1-1ରେ ବରାବର ରହିଛି। ସୂଚନା ଅନୁସାରେ ଅଷ୍ଟ୍ରେଲିଆର ହେବାର୍ଟରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ପ୍ରଥମ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ 20 ଓଭର 6 ୱିକେଟରେ ହରାଇ 186 ରନ୍ କରିଥିଲା। ଆରମ୍ଭରୁ ୱିକେଟ୍ ଯିବା ସତ୍ତ୍ୱେ ଟିମ୍ ଡେଭିଡ୍ ଓ ଷ୍ଟୋଇନିସ୍ଙ୍କ ଦମଦାର ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ 74 ରନ୍ କରିଥିବା ବେଳେ ଷ୍ଟୋଇନିସ୍ 64 ରନ୍ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ 3ଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ 2ଟି ୱିକେଟ୍ ଅକ୍ତିଆର କରିଥିଲେ। ପ୍ରଥମ ଥର ମହିଳା ବିଶ୍ୱକପ୍ ଜିତିଲା ଟିମ୍ ଇଣ୍ଡିଆ। କ୍ରିକେଟ ଜଗତକୁ ମିଳିଲା ନୂଆ ଚାମ୍ପିୟନ। ଦୀର୍ଘ 52 ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଥମ ଥର ମହିଳା ବିଶ୍ୱକପ୍ ଚାମ୍ପିୟନ ହୋଇଛି ଭାରତ। ତୃତୀୟ ଥର ଫାଇନାଲ ଖେଳିଥିବା ଭାରତ ଦକ୍ଷିଣ ଆଫ୍ରିକାକୁ 52 ରନ୍ରେ ହରାଇ ପ୍ରଥମ ଥର ମହିଳା ବିଶ୍ୱକପ୍ ଟ୍ରଫି ଜିତିଛି। ଏହା ସହ ମହିଳା କ୍ରିକେଟ ଜଗତକୁ ମିଳିଛି ନୂଆ ଚାମ୍ପିୟନ। ଏହା ପୂର୍ବରୁ ଭାରତ 2005 ଏବଂ 2017ରେ ଫାଇନାଲ ଖେଳିଥିଲେ ବି ପ୍ରଥମ ଥର ଦଳକୁ ରନର୍ସ ଅପ୍ ସନ୍ତୁଷ୍ଟ ହେବାକୁ ପଡୁଥିଲା। ତେବେ ଏଥର ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟ୍ରଫି ଜିତିବାରେ ସଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ 298 ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 45.3 ଓଭରରେ 246 ରନ୍ରେ ଅଲଆଉଟ୍ ହୋଇଯାଇଛି। ପରାଜୟ ସହ ପ୍ରଥମ ଥର ବିଶ୍ୱକପ୍ ଫାଇନାଲ ଖେଳିଥିବା ଦକ୍ଷିଣ ଆଫ୍ରିକା ମହିଳା ଦଳର ବିଶ୍ୱକପ୍ ଜିତିବା ସ୍ୱପ୍ନ ଭାଙ୍ଗି ଯାଇଛି। ଅନ୍ୟପଟେ କପିଲ ଦେବ
ଓ ମହେନ୍ଦ୍ର ସିଂ ଧୋନିଙ୍କ କ୍ଲବରେ ସାମିଲ ହୋଇଛନ୍ତି ହରମନପ୍ରୀତ କୌର। ସେପଟେ ବିଶ୍ୱ ବିଜୟୀ ହରମନପ୍ରୀତ କୌରଙ୍କ ସେନାଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା। କହିଲେ, ବିଶ୍ୱକପ୍ କ୍ରିକେଟର ନୂଆ ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ ଦଳ। ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ମହିଳା ବିଶ୍ୱକପ୍ 2025ର ଫାଇନାଲରେ ହରାଇ ଚାମ୍ପିୟନ ହୋଇଛି। ଭାରତର ବିଜୟୀ ପୂରା ଦେଶରେ ଖୁସିରେ ଝୁମି ଉଠିଛି। ଦେଶରେ ଉତ୍ସବର ମାହୋଲ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ଏହି ଐତିହାସିକ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଜୟକୁ ଭବିଷ୍ୟତର ଚାମ୍ପିୟନ ଖେଳାଳୀଙ୍କ ପାଇଁ ପ୍ରେରଣା ଉତ୍ସ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ 2025ର ଫାଇନାଲରେ ଭାରତୀୟ ଦଳର ଚମତ୍କାର ବିଜୟ। ଫାଇନାଲରେ ଦଳର ପ୍ରଦର୍ଶନ ଅଦ୍ଭୁତ କୌଶଳ ଓ ଆତ୍ମବିଶ୍ୱାସରେ ଭରି ରହିଥିଲା। ଦଳ ପୂରା ଟୁର୍ଣ୍ଣାମେଣ୍ଟରେ ଅସାଧାରଣ ଦଳଗତ ଖେଳି ଓ ଦୃଢ଼ତା ଦେଖାଇଛନ୍ତି। ଆମର ଖେଳାଳୀମାନଙ୍କୁ ଅଭିନନ୍ଦନ। ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିୟନ ଖେଳାଳୀଙ୍କୁ କ୍ରୀଡ଼ାରେ ଭାଗ ନେବା ପାଇଁ ପ୍ରେରିତ କରିବ। ସେପ୍ଟେମ୍ବରରେ ଓଡ଼ିଶାରେ ଜିଓ ସହ ଯୋଡ଼ି ହେଲେ 1,96,000 ଗ୍ରାହକ, ଅନ୍ୟ ଅପରେଟରଙ୍କଠାରୁ 24 ଗୁଣ ଅଧିକ। ଗ୍ରାହକଙ୍କ ଅତୁଳନୀୟ ବିଶ୍ୱାସ ଏବଂ ଏହାର ଅତ୍ୟାଧୁନିକ ପ୍ରଯୁକ୍ତି ସମ୍ପନ୍ନ 4G ଓ ଟ୍ରୁ 5G ନେଟୱାର୍କକୁ ସୁଦୃଢ଼ କରି ଜିଓ ଓଡ଼ିଶାରେ ଏକ ନମ୍ବର ତଥା ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ଚମତ୍କାର ଅଭିବୃଦ୍ଧି ଜାରି ରଖିଛି। ନିକଟରେ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଟ୍ରାଏ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ସେପ୍ଟେମ୍ବର 2025ରେ ଓଡ଼ିଶାରେ 1,96,000ରୁ ଅଧିକ ନୂତନ ମୋବାଇଲ ଗ୍ରାହକ ଯୋଡ଼ା ଯାଇଥିବା, ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିବା ଭୋଡାଫୋନ ଆଇଡିଆ ମାତ୍ର 7,980 ଜଣ ଗ୍ରାହକ ଯୋଡ଼ିଛି। ଉଭୟ ଏୟାରଟେଲ ଏବଂ ବିଏସଏନଏଲ ଏହି ସମୟରେ ହଜାର ହଜାର ଗ୍ରାହକ ହରାଇଛନ୍ତି। 60 କିଲୋରୁ ଅଧିକ ଓଜନର ତରଳ ଗଞ୍ଜେଇ ଜବତ, ଦାମ ଶୁଣିଲେ ଉଡ଼ିଯିବ ହୋସ। ମାଲକାନଗିରି ରେଡ୍ରେ 60 କିଲୋରୁ ଅଧିକ ଓଜନର ତରଳ ଗଞ୍ଜେଇ ଜବତ କଲା ପୋଲିସ। ଜବତ ଗଞ୍ଜେଇର ମୂଲ୍ୟ କୋଟିରେ ହୋଇଥିବା ବେଳେ ଚଢ଼ାଉ ବେଳେ ଖସି ପଳାଇଥିଲେ ବେପାରୀ। ତେବେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ। ସୂଚନା ଅନୁସାରେ ରବିବାର ମାଲକାନଗିରି ପୋଲିସ ଚିତ୍ରକୋଣ୍ଡା ଅଞ୍ଚଳରୁ ତରଳ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା। ପୋଲିସକୁ ଖବର ମିଳିଥିଲା ଯେ 8 ସନ୍ଦିଗ୍ଧ ଏସ୍ଆର୍ ଛକ ନିକଟରେ ତରଳ ଗଞ୍ଜେଇ ସହ ଏକାଠି ହୋଇଛନ୍ତି। ତେବେ ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ବାହାରିଥିଲା। ହେଲେ ପୋଲିସକୁ ଦେଖି ସେଠାରୁ ଖସିଯିବାର ସକ୍ଷମ ହୋଇଥିଲେ ଚାଲାଣିକାରୀ। ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ବେଳେ 8ଟି ବାଇକ୍ ସାଇକେଲରେ ଏବଂ 60 କେଜି ତରଳ ଗଞ୍ଜେଇ ଜବତ କରିଛି। ଏହି ତରଳ ଗଞ୍ଜେଇର ମୂଲ୍ୟ 8 କୋଟି ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସ୍ପି ବିନୋ ପାଟେଲ ଏଚ୍। ଧରା ପଡ଼ିବା ପରେ ମହା ଗୁମର ଖୋଲୁଛି ଶଙ୍କର। ପୂର୍ବ ସରକାର ଅମଳରେ 1000 କୋଟିର ଡିଲ୍ ଆଡ଼କୁ ଇସାରା। ବହୁ କୋଟି ଟଙ୍କାରେ କେଳେଙ୍କାରୀ ସତ ଉଗାରି ଶଙ୍କର କହିଛନ୍ତି, ଯଦି ମୁଁ ଧରା ପଡ଼ିନଥାନ୍ତି ତାହେଲେ ପୂର୍ବ ସରକାର 1000 କୋଟି ଡିଲ୍ ସାମ୍ନାକୁ ଆସିବ କେମିତି? ଶଙ୍କରଙ୍କ ଏଭଳି ଇସାରା ପରେ ଏବେ ସମସ୍ତଙ୍କ ଛାତି ଧଡ଼ ଧଡ଼। ଶତାବ୍ଦୀର ବଡ଼ ସ୍କାମ୍ ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ପଛରେ ଯେଉଁ ଆଶଙ୍କା କରାଯାଉଥିଲା, ତାହା ଏବେ ପ୍ରମାଣିତ ହେବାକୁ ଯାଉଛି ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିର ଗିରଫଦାରୀ ପରେ। ବହୁ କୋଟି ଟଙ୍କାର କେଳେଙ୍କାରୀ ସହ ଉଗାରି ଶଙ୍କର କହିଛନ୍ତି, ଯଦି ମୁଁ ଧରା ପଡ଼ିନଥାନ୍ତି ତାହେଲେ ପୂର୍ବ ସରକାର 1000 କୋଟିର ଡିଲ୍ ସାମ୍ନାକୁ ଆସିବ କେମିତି?
ଶଙ୍କରଙ୍କ ଏଭଳି ଇସାରା ପରେ ଏବେ ସମସ୍ତଙ୍କ ଛାତି ଧଡ଼ ଧଡ଼। ଗିରଫଦାରୀଙ୍କୁ ଏଡ଼ାଇବା ପାଇଁ ଲୁଚକାଳି ଖେଳୁଥିବା ଶଙ୍କରଙ୍କୁ ଗତକାଲି ନେପାଳ ସୀମାନ୍ତରୁ ଧରି ଓଡ଼ିଶା ଆଣିଛନ୍ତି କ୍ରାଇମବ୍ରାଞ୍ଚ। ଆଉ ସିଣ୍ଡିକେଟର ଅନ୍ୟ ଦଲାଲଙ୍କୁ ସାମ୍ନା ସାମ୍ନି ବସାଇ ମାରାଥନ ଘଣ୍ଟା କଟା କରୁଛି ପୋଲିସ। ପଞ୍ଚକର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି। ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବ୍ୟାରିକେଡକୁ ଠେଲି ପ୍ରାୟ 50 ଜଣ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ମଧ୍ୟକୁ ପଶି ଯାଇଥିଲେ। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ବି ଲୋକଙ୍କୁ ଅଟକାଇ ପାରିନଥିଲେ। ଫଳରେ ଠେଲାପେଲା ହୋଇ ବହୁ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିର ଭିତରକୁ ପଶି ଯାଇଥିଲେ। ଉଛୁଳି ଶ୍ରୀକ୍ଷେତ୍ର। ପବିତ୍ର ପଞ୍ଚକର ପ୍ରଥମ ଦିନରେ ପୁରୀରେ ଅସମ୍ଭବ ଭିଡ଼। ମାର୍କେଟ ଛକଠାରୁ ଲମ୍ବା ବ୍ୟାରିକେଡରେ ଯାଇ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ଦର୍ଶନ କରି ଭାବବିହ୍ୱଳ ଶ୍ରଦ୍ଧାଳୁ। ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦେଖି ପୋଲିସ ପ୍ରଶାସନ ନାନା ବ୍ୟବସ୍ଥା କରିଥିବା ବେଳେ ଏହାକୁ ଆଉ ଟିକେ ବ୍ୟାପକ କରିବାକୁ ମତ ପ୍ରକାଶ ପାଇଛି। ସେପଟେ ଶ୍ରୀକାକୁଲମ ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ପରେ ଅଧିକ ତତ୍ପର ଓ ସତର୍କ ପୋଲିସ ପ୍ରଶାସନ।